ଜୟ ଜଗନ୍ନାଥ ସେମାନେ ଆଜିର ଯେଉଁ ଟପିକ୍ ଉପରେ ନିଆଯାଇଛି ମ୍ୟାଥମେଟିକ୍ସ ଉପରେ ଆଉ ଭିଡ଼ିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ତାପରେ ମୁଁ କିଛି କ୍ୱେଶ୍ଚିନ୍ ବି ଦେଇଛି, ସେ କ୍ୱେଶ୍ଚିନ୍ର ଆନ୍ସର୍ ଆପଣମାନେ କମେଣ୍ଟ କରି ମୋତେ ଜଣାଇବେ ଆଉ ସ୍କିପ୍ କରିବେନି, କିନ୍ତୁ କ୍ୱେଶ୍ଚିନ୍ ଆନ୍ସର୍ ମୋତେ କମେଣ୍ଟରେ ଜଣାଇବେ। ମୁଁ ଯଦି ଫ୍ରି ଥାଏ ତାହେଲେ ମୁଁ ଅଲରେଡ଼ି ଆପଣଙ୍କର କମେଣ୍ଟରେ ରିପ୍ଲାଏ ଦେବି, ନହେଲେ ଆପଣ ଅଲରେଡ଼ି ସେ କ୍ୱେଶ୍ଚିନ୍ର ବି ଆନ୍ସର୍ ଅଛି। ଲାଷ୍ଟ ଯାଏ ଦେଖିବେ ଭିଡ଼ିଓ। ଆଜି କଥା ହେବା ଓଡ଼ିଶା ପୋଲିସ ଏସ୍ଆଇରେ ଜିଏସ୍ ପେପର ମ୍ୟାଥ୍ ଆଉ ରିଜନିଂ କେତେଟା କ୍ୱେଶ୍ଚିନ୍ ଆସୁଛି ଆଉ କେଉଁ ବୁକ୍ ଫଲୋ କରିବେ ସେଥି ବିଷୟରେ ଆମେ କଥା ହେବା। ଆଉ ଭିଡ଼ିଓକୁ ସ୍କିପ୍ କରିବେନି, ଲାଷ୍ଟକୁ ପର୍ଯ୍ୟନ୍ତ ଦେଖିବେ, କାହିଁକିନା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ମୁଁ ଦେବି, ଯଦି ଆନ୍ସର୍ ବି ଦେଇଥିବି ଆପଣ କମେଣ୍ଟ କରି ଜଣାଇବେ। ତା ଭିତରେ ବି ଆପଣ କେଉଁ କେଉଁ ଚାପ୍ଟରରୁ ମ୍ୟାଥ୍ରେ କେଉଁ କେଉଁ ଚାପ୍ଟରରୁ ପ୍ରାୟତଃ କ୍ୱେଶ୍ଚିନ୍ ଆସିବ, ସେ ଚାପ୍ଟର ବି ଆମେ ଡିସ୍କସନ୍ କରିବା। କେମିତିଆ କ୍ୱେଶ୍ଚିନ୍ ଆସୁଛି ସେ ଚାପ୍ଟରରୁ ବି କ୍ୱେଶ୍ଚିନ୍ କିଛି ଗୋଟେ ଗୋଟେ କ୍ୱେଶ୍ଚିନ୍ ଦେବି, ଏଇଭଳିଆ ବି ଆପଣଙ୍କର ଏକ୍ଜାମ୍ର ଆସିପାରିବ। ଏବେ ଦେଖିବା ଓଡ଼ିଶା ପୋଲିସ ଏସ୍ଆଇର ଇମ୍ପୋର୍ଟାଣ୍ଟ ଚାପ୍ଟର ଅଫ୍ ମ୍ୟାଥମେଟିକ୍ସର। ଆଉ କେବଳ ଓଡ଼ିଶା ପୋଲିସ ଏସ୍ଆଇ କଥା କହୁନି, ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେତିକି ଏକ୍ଜାମ୍ ରହୁଛି ସେଥିରେ ବି ଏଇ ଇମ୍ପୋର୍ଟାଣ୍ଟ ଚାପ୍ଟର ରହୁଛି, ତାକୁ ଆପଣ ଦେଖିବ ଆଉ ସେଇ ଚାପ୍ଟରକୁ ବେଶୀ ଇମ୍ପୋର୍ଟାନ୍ସ ଦେବ। ମାନେ ନାହିଁ ଯେ ଅଲଗା କିଛି ଚାପ୍ଟର ନାହିଁ ଇମ୍ପୋର୍ଟାନ୍ସ, କିନ୍ତୁ ଏଇ ଚାପ୍ଟର ବେଶୀ କାଲି ଅଧିକ କ୍ୱେଶ୍ଚିନ୍ ଆସୁଛି। ଦେଖିବା ଆଉ ଲାଷ୍ଟ ପର୍ଯ୍ୟନ୍ତ ବି ଭିଡ଼ିଓକୁ ଦେଖିବେ, କ୍ୱେଶ୍ଚିନ୍ ବି ରଖୁଛି। ଆଜି ଇମ୍ପୋର୍ଟାଣ୍ଟ ଚାପ୍ଟର ସବୁ ମ୍ୟାଥମେଟିକ୍ସରେ ରହୁଛି। ଫାର୍ଷ୍ଟ ହେଲା ନମ୍ବର୍ସ ରହୁଛି। ନମ୍ବର୍ସର ପାଖାପାଖି ଗୋଟେ କ୍ୱେଶ୍ଚିନ୍ ଆସେ, ଆଉ ଏଚସିଏଫ୍ ଆଉ ଏଲସିଏମ୍, ଏଚସିଏଫ୍ ଏଲସିଏମ୍ର ପାଖାପାଖି ଗୋଟେରୁ ଦୁଇଟା କ୍ୱେଶ୍ଚିନ୍ ଆସିବ। ଆଭରେଜ ରହିଲା, ଆଉ ପ୍ରୋବ୍ଲେମ୍ସ ଅଫ୍ ନମ୍ବର୍ସ ଆଉ ଏଜେସ୍, ତାର ସବୁବେଳେ ସବୁ ଏକ୍ଜାମ୍ରେ ତ କ୍ୱେଶ୍ଚିନ୍ ଏଟାର ଆସୁଛି। ସେ ରେଲୱେ ହେଉ କି ବ୍ୟାଙ୍କିଙ୍ଗ ହେଉ କି ଆମର ଏସ୍ଏସ୍ସି ହେଉ, ସବୁ କମ୍ପିଟେଟିଭ୍ ଏକ୍ଜାମ୍ର ଏ ଦୁଇଟାର କ୍ୱେଶ୍ଚିନ୍ ଆସୁଛି। ତାର ପରସେଣ୍ଟେଜର ବେସିକାଲି ଆପଣଙ୍କର ଦୁଇରୁ ତିନିଟା କ୍ୱେଶ୍ଚିନ୍ ନିହାତି ଆସିବ। ପ୍ରଫିଟ୍ ଆଣ୍ଡ ଲସ୍ ରହିଲା, ରେସିଓ ପ୍ରଫେସନ୍ ରହିଲା, ପାର୍ଟନରସିପ୍ ରହିଲା, ଟାଇମ୍ ଆଣ୍ଡ ୱାର୍କ ରହିଲା। ଆଉ ପାର୍ଟନରସିପ୍ର ବି ଆସୁଛି, ପାର୍ଟନରସିପ୍ ଗୋଟେ କ୍ୱେଶ୍ଚିନ୍ ଇଜିଲି କ୍ୱେଶ୍ଚିନ୍ ଆସୁଛି। ଟାଇମ୍ ଆଣ୍ଡ ୱାର୍କ, ଟାଇମ୍ ଆଣ୍ଡ ଡିଷ୍ଟାନ୍ସ, ପ୍ରୋବ୍ଲେମ୍ ଅନ୍ ଟ୍ରେନ୍ସ, ଆଉ ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ କଥା କୁହାଯାଉଛି। ଯଦି ସିମ୍ପଲ୍ ଇଣ୍ଟରେଷ୍ଟ ଆସିଲା ଗୋଟେ ଦୁଇଟା କ୍ୱେଶ୍ଚିନ୍ ଆସିବ, ନହେଲେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଯଦି ଟିକେ ଇଜିରୁ ମଡରେଟ୍ କ୍ୱେଶ୍ଚିନ୍ ଆସୁଛି ତାହେଲେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆସିବ। ତାର ଏରିଆର ଆପଣଙ୍କର ଆସିବ ଯଦି ଟ୍ରାଙ୍ଗଲ୍ ହେଉ, ସ୍କୋୟାର ହେଉ, ରେକ୍ଟାଙ୍ଗଲ୍ ହେଉ, ସେ ତାର ଆସୁଛି କ୍ୱେଶ୍ଚିନ୍। ଆଉ ନେକ୍ସଟ କ୍ୟୁବ୍ରେ ବି କିଛି କ୍ୱେଶ୍ଚିନ୍ ଆସୁଛି। ଓଡ଼ିଶା ଗଭର୍ଣ୍ଣମେଣ୍ଟ ହେଉ କି ରେଲୱେ ହେଉ, ପାଖାପାଖି 80% ପିଲା ଗୋଟେ ବୁକ୍କୁ ଫଲୋ କରନ୍ତି, ସେଇଟା ହେଲା କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ଼୍ ଅଫ୍ ଆର୍ଏସ୍ ଅଗ୍ରୱାଲ। ରିଭାଇଜ୍ଡ ଏଡ଼ିସନ୍ ବି ଆସିଛି କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ଼୍ର। ପାଖାପାଖି ଡାଇରେକ୍ଟ କ୍ୱେଶ୍ଚିନ୍ ବି ଏଇ ବୁକ୍ରୁ ଆସିଯାଇଥାଏ। ଆର୍ଏସ୍ ଅଗ୍ରୱାଲ କମ୍ପିଟେଟିଭ୍ ଆପ୍ଟିଚ୍ୟୁଡ଼୍ ପରେ ମଧ୍ୟ ଆପଣ ରାକେଶ ଯାଦବ ସାର୍ଙ୍କର ଆଡ଼ଭାନ୍ସ ମ୍ୟାଥ୍ ଆରିଥମେଟିକ୍ ପାର୍ଟ ଯେଉଁ ମ୍ୟାଥ୍ ତାଙ୍କର ଆସୁଛି, ସେଥିରେ ବି ଆପଣ ବୁକ୍ ଆଣିକି ବି ଫଲୋ କରିପାରିବେ। ୱିଥ୍ ୟୁଟ୍ୟୁବ୍ରେ ବି ତାଙ୍କ ସବୁ ଆସୁଛି। ଆଉ ନେକ୍ସଟ ଆପଣ ମାନେ ୟୁଟ୍ୟୁବ୍ର ବହୁତ ସାରା ଆସୁଛି, ସାହିଲ ସାର୍ଙ୍କର ଆସୁଛି ମ୍ୟାଥ୍, ଆପଣ ଦେଖିକି ସେଠି ବି ପ୍ରାକ୍ଟିସ୍ କରିପାରିବେ। କିନ୍ତୁ ଫାଷ୍ଟ ବୁକ୍ ଫଲୋ କରନ୍ତୁ, ଦେନ୍ ଆପଣ ୟୁଟ୍ୟୁବ୍ରୁ ବହୁତ ସାରା କ୍ୱେଶ୍ଚିନ୍ ସବୁ ଆସୁଛି, ଆପଣ ସେଇଟା ଦେଖିକି ପ୍ରାକ୍ଟିସ୍ କରିପାରିବେ। ଏବେ କିଛି କ୍ୱେଶ୍ଚିନ୍ ଦେବି, ତା ଦେହରେ ବି ଆନ୍ସର୍ ଥିବ। ଆଉ ଯେଉଁ ପିଲାମାନେ ଇଣ୍ଟରେଷ୍ଟେଡ୍ ଥିବେ ସେକୁ ପ୍ରାକ୍ଟିସ୍ କରିକି କମେଣ୍ଟରେ ବି ମୋତେ ସେ ଆନ୍ସର୍ ଦେଇପାରିବେ।
ଯେତେଟା ବି କ୍ୱେଶ୍ଚନ୍ ଦେଇଛି ଏତେଟା ବି ହାର୍ଡ଼ ବି ନୁହେଁ, ଇଜି ଟୁ ମଡରେଟ୍ କ୍ୱେଶ୍ଚନ୍ ଦେଇଛି। ମଡରେଟ୍ ବି ନ କହିଲେ ଚଳେ, ବହୁତ ଇଜି କ୍ୱେଶ୍ଚନ୍ ଦିଆଯାଇଛି। ତାକୁ ଆପଣ ଦେଖିବେ ଆଣ୍ଡ ସଲ୍ୟୁସନ୍ କାଢ଼ିବେ, ଆନ୍ସର୍ ବି ଦିଆଯାଇଥିବ ତା ସହିତ। ଆଉ ତାପରେ କମେଣ୍ଟ ବି କରିବେ କେତେଟା କ୍ୱେଶ୍ଚନ୍ କରିପାରିଲେ। ଆଉ ଯେଉଁମାନେ ବି ନ କରିପାରିଥାନ୍ତି ତ କମେଣ୍ଟ କରିବେ, ମୁଁ ତା'ର ଯଦି ଦେଖୁଥିବି ତ ମୁଁ ସଲ୍ୟୁସନ୍ ଆପଣଙ୍କୁ ଦେବି। ଆଉ ନେକ୍ସଟ ଦେଖିବି କେଉଁ ଚାପ୍ଟର ମୁଁ ଆଣିପାରିବି, ନହେଲେ ରିଜନିଂର ବି ଦେଖିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ କେଉଁ କେଉଁ ସବୁ ଚାପ୍ଟର ଆସୁଛି, ସେଇଟା ବି ଡିସ୍କସନ୍ କରିବା। ଥ୍ୟାଙ୍କ ୟୁ।